ବନ୍ଧୁଗଣ ଉତ୍ସବ ପାଳନ କରିବାକୁ ପ୍ରସ୍ତୁତ ହୋଇଯାନ୍ତୁ। ବର୍ତ୍ତମାନ ଆପଣଙ୍କ ପାଇଁ ଈଶ୍ୱରଙ୍କର ଆଶୀର୍ବାଦ ରହିଛି। ଏହି 7 ଦିନ ମଧ୍ୟରେ ଆପଣଙ୍କୁ 5ଟି ବଡ଼ ଶୁଭ ଖବର ମିଳିବାକୁ ଯାଉଛି। ବନ୍ଧୁମାନେ, ଏପରି ସମୟ କେବଳ 11 ବର୍ଷ ପରେ ଆସିଛି, ଯେତେବେଳେ ଆପଣ ଏହି ଆଗାମୀ 7 ଦିନ ମଧ୍ୟରେ ଏପରି ଶୁଭ 5ଟି ପ୍ରମୁଖ ଖବର ପାଇବାକୁ ଯାଉଛନ୍ତି। ଏହି ଆଗାମୀ 7 ଦିନ ମଧ୍ୟରେ ଏପରି ଶୁଭ ସଂଯୋଗର ସଂଗଠନ ହେଉଛି ଯାହା ଆପଣଙ୍କ ପାଇଁ ଅସାଧାରଣ ଭାଗ୍ୟବାନ ଏବଂ ଶୁଭ ସମୟ ଭାବରେ ସାବ୍ୟସ୍ତ ହେବା ପାଇଁ ଯାଉଛି। ଏହି 7 ଦିନ ମଧ୍ୟରେ ଆପଣ ଏକାଥରକେ 5ଟି ବଡ଼ ଶୁଭ ଖବର ପାଇବାକୁ ଯାଉଛନ୍ତି। ଏହି 5ଟି ଶୁଭ ଖବର ଏତେ ପରିମାଣର ହେବ ଯେ ସେଗୁଡ଼ିକ ଶୁଣିବା ପରେ ଆପଣ ସମ୍ପୂର୍ଣ୍ଣ ଆନନ୍ଦିତ ହେବେ, ଆନନ୍ଦରେ ନାଚିବାକୁ ଲାଗିବେ। ଆପଣ ଯେଉଁଠାକୁ ଯିବେ ସେଠାରେ ଆପଣଙ୍କର ନାମ ଏବଂ ସଫଳତାର ଚର୍ଚ୍ଚା ହେବ। ତ ବନ୍ଧୁମାନେ, ଆଗକୁ ଆମେ ଜାଣିବା ଯେ ଏହି 7 ଦିନ ମଧ୍ୟରେ ଆପଣଙ୍କ ପାଇଁ କେଉଁ 5ଟି ବଡ଼ ଶୁଭ ଖବର ଅପେକ୍ଷା କରିଛି। ଏହା ବ୍ୟତୀତ ଆମେ କିଛି ସତର୍କତା ମଧ୍ୟ ଆପଣଙ୍କୁ କହିବୁ, ଯାହା ଆପଣଙ୍କୁ ପାଳନ କରିବାକୁ ପଡ଼ିବ। ଏହି ବ୍ୟବଧାନରେ ଗ୍ରହଣ କରିବାକୁ ପଡ଼ିବ ଏପରି ନିର୍ଦ୍ଦିଷ୍ଟ ପଦକ୍ଷେପ ମଧ୍ୟ ଆମେ ବର୍ଣ୍ଣନା କରିବୁ। ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ମନେ ରଖିବାକୁ ପଡ଼ିବ ଏବଂ ସେଗୁଡ଼ିକ ଉପରେ କାର୍ଯ୍ୟ କରିବାକୁ ପଡ଼ିବ। ଆପଣ ଏହି ନୀତିଗୁଡ଼ିକୁ ଆପଣଙ୍କର ଦୈନନ୍ଦିନ ଜୀବନରେ ସାମିଲ କରିବାକୁ ହେବ, ଯାହାଦ୍ୱାରା ଆପଣ କେବଳ ଏହି ଶୁଭ ସମୟର ପୂର୍ଣ୍ଣ ଲାଭ ପାଇବେ ନାହିଁ, ବରଂ ଆଗାମୀ ସମୟରେ ସର୍ବାଧିକ ଲାଭ ପାଇବେ। ତେଣୁ ଏହି ଭିଡ଼ିଓର ପ୍ରତ୍ୟେକ ଅଂଶ, ଏଠାରେ ଆଲୋଚନା କରାଯାଇଥିବା ପ୍ରତ୍ୟେକ କଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଆପଣଙ୍କର ଲାଭ ପାଇଁ ବହୁତ ସମ୍ଭାବନା ରଖେ। ତେଣୁ ମୁଁ ଆଗ୍ରହର ସହିତ ଅନୁରୋଧ କରୁଛି ଯେ ଆପଣ ଅନ୍ୟ ସମସ୍ତ କାର୍ଯ୍ୟକୁ ପାସୋରି ଦିଅନ୍ତୁ ଏବଂ ଏହି ଭିଡ଼ିଓକୁ ସମ୍ପୂର୍ଣ୍ଣ ଭାବରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାରଣ ଏହି ନିର୍ଦ୍ଦିଷ୍ଟ ସମୟ ଆପଣଙ୍କ ପାଇଁ ଦୀର୍ଘ 11 ବର୍ଷ ପରେ ଆସିଛି, ଯାହା ଅତ୍ୟନ୍ତ ଶୁଭ ସଂକଳନ ଦ୍ୱାରା ଚିହ୍ନିତ। ଏହା ବ୍ୟତୀତ ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେ ଆଜିର ଭିଡ଼ିଓ କେବଳ ସେହିମାନଙ୍କ ପାଇଁ ଦେଖାଯିବା ପାଇଁ ସ୍ଥିର କରାଯାଇଛି ଯେଉଁମାନେ ପ୍ରକୃତରେ ଭାଗ୍ୟବାନ। ତେବେ ବନ୍ଧୁମାନେ, ଭିଡ଼ିଓଟିରେ ଆଗକୁ ପଢ଼ିବା ପୂର୍ବରୁ ସର୍ବପ୍ରଥମେ ଆପଣମାନେ ଶ୍ରଦ୍ଧା ଏବଂ ଭକ୍ତିର ସହିତ କମେଣ୍ଟ ବକ୍ସରେ ହର ହର ମହାଦେବ ନିଶ୍ଚୟ ଲେଖନ୍ତୁ ଏବଂ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ବନ୍ଧୁମାନେ, ସ୍ୱୟଂ ଈଶ୍ୱରଙ୍କର କୃପାରୁ ଆପଣଙ୍କର ରାଶି ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ସମୟ ଆପଣଙ୍କ ପାଇଁ ଭାଗ୍ୟବାନ ସାବ୍ୟସ୍ତ ହେବାକୁ ଯାଉଛି। ଏହି 7 ଦିନ ପର୍ଯ୍ୟନ୍ତ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ମହାଜାଗତିକ ସଂଯୋଜନ ଦ୍ୱାରା ଚିହ୍ନିତ। ଏହି ସମୟ ହେଉଛି ଯେତେବେଳେ ଆପଣ ଶେଷରେ ନିକଟ ଅତୀତରେ ଆପଣ ଯେଉଁ କଠିନ ପରିଶ୍ରମ ଏବଂ ପ୍ରୟାସ ବିନିଯୋଗ କରିଛନ୍ତି ତାହାର ଫଳ ପାଇବେ। ଆପଣ ସଫଳତାର ସହିତ ଆପଣଙ୍କର ସମସ୍ତ ଲକ୍ଷ୍ୟ ହାସଲ କରିବେ। ଏହି ସମୟ ଅନୁକୂଳ ହେବାର ପ୍ରତିଶ୍ରୁତି ଦିଏ, ଯାହା ଆପଣଙ୍କୁ ଖୋଲାଖୋଲି ଭାବରେ ବିଶ୍ୱ ସମ୍ମୁଖରେ ଆପଣଙ୍କର ଦକ୍ଷତା ଏବଂ କ୍ଷମତା ପ୍ରଦର୍ଶନ କରିବାକୁ ଅନୁମତି ଦିଏ। ସଂକ୍ଷେପରେ, ଏହି ସମୟରେ ଆପଣ ଯେକୌଣସି କାର୍ଯ୍ୟ ଆପଣ ଯାହା ପାଇଁ ହାତ ଦେଉଛନ୍ତି ତାହା ନିଶ୍ଚିତ ଭାବରେ ସଫଳ ହେବ। ଆପଣ ସମ୍ପୂର୍ଣ୍ଣ ନିଶ୍ଚିତତାର ସହିତ ଏହା ଉପରେ ଭରସା କରିପାରିବେ। ଏହା ବ୍ୟତୀତ ଆପଣ ଆପଣଙ୍କର ପିଲାମାନଙ୍କ ସହ ଜଡ଼ିତ ଯେକୌଣସି ସମସ୍ୟାର ସମାଧାନ ପାଇବେ, ଯାହା ଆପଣଙ୍କୁ ଆଶ୍ୱସ୍ତ ଏବଂ ଚାପମୁକ୍ତ କରିବ। ଏହା ସହିତ ଏହି ସମୟ ମଧ୍ୟରେ ଏକ ଶୁଭ କିମ୍ବା ଉତ୍ସବମୁଖୀ ପାରିବାରିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଯୋଜନା ହୋଇପାରେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣଙ୍କ ଘରର ବୟସ୍କମାନଙ୍କର ଆଶୀର୍ବାଦ ଏବଂ ସ୍ନେହ ପରିବାର ମଧ୍ୟରେ ଏକ ସକାରାତ୍ମକ ଶକ୍ତି ବଜାୟ ରଖିବାରେ ସାହାଯ୍ୟ କରିବ। ସେମାନଙ୍କ ସହିତ ଅତ୍ୟନ୍ତ ସମ୍ମାନର ସହିତ ବ୍ୟବହାର କରନ୍ତୁ। ସେମାନଙ୍କର ଆଶୀର୍ବାଦ ଆପଣଙ୍କ ପାଇଁ ସୌଭାଗ୍ୟରେ ପରିଣତ ହେବ। କେବଳ ସେମାନଙ୍କ କୃପା ଦ୍ୱାରା ହିଁ ଆପଣ ସମସ୍ତ ପ୍ରୟାସରେ ସଫଳତା ପାଇବେ। ଏହି ସମୟ ମଧ୍ୟରେ ଆପଣଙ୍କର କଠିନ ପରିଶ୍ରମ ନିଶ୍ଚିତ ଭାବରେ ଫଳ ଦେବ। ଫଳସ୍ୱରୂପ ଏହି ସମୟ ମଧ୍ୟରେ ଆପଣଙ୍କର ଆତ୍ମବିଶ୍ୱାସ ଏବଂ ଶକ୍ତିର ସ୍ତର ଉଚ୍ଚ ରହିବ। ଆପଣ ନିଜର କ୍ଷମତା ଏବଂ ସମ୍ଭାବନା ଉପରେ ଗର୍ବର ଗଭୀର ଭାବନା ଅନୁଭବ କରିବେ। ଏହା ଏପରି ଏକ ସମୟ ହେବ ଯେତେବେଳେ ଆପଣ କିଛି ଶୁଭ ଖବର ପାଇବେ।
ଏହି ଶୁଭ ଖବର ଆର୍ଥିକ ଲାଭ, ସନ୍ତାନ ଜନ୍ମ କିମ୍ବା ଏକ ନୂତନ ଚାକିରି ପାଇବା ସହିତ ଜଡ଼ିତ ହୋଇପାରେ। ଆପଣ ଏତେ ଆନନ୍ଦଦାୟକ ଖବର ପାଇବେ ଯେ ଆପଣଙ୍କ ଆନନ୍ଦର ସୀମା ରହିବ ନାହିଁ। ଆପଣଙ୍କ ଘର ଏବଂ ପରିବାର ମଧ୍ୟରେ ଖୁସିର ପରିବେଶ ରହିବ। ଏହା ବ୍ୟତୀତ ଛାତ୍ରମାନଙ୍କୁ ଏହି ସମୟ ମଧ୍ୟରେ ସେମାନଙ୍କର ପାଠପଢ଼ା ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି। ଆପଣଙ୍କର ଶିକ୍ଷାଗତ କାର୍ଯ୍ୟରେ ଆପଣଙ୍କର ଧ୍ୟାନ ଏବଂ ଏକାଗ୍ରତା ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି। ଏକ ଗୁରୁତ୍ୱପୂର୍ଣ୍ଣ ସତ୍ୟକୁ ଚିହ୍ନିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଆପଣଙ୍କ ଘରର ବୟସ୍କମାନଙ୍କ ଦ୍ୱାରା ଦିଆଯାଇଥିବା ପରାମର୍ଶ ଏହି ସମୟରେ ଆପଣଙ୍କ ପାଇଁ ଏକ ପ୍ରକୃତ ଆଶୀର୍ବାଦ ପ୍ରମାଣିତ ହେବ। ଆପଣଙ୍କ ପରିବାରର ବରିଷ୍ଠ ଲୋକଙ୍କ ପରାମର୍ଶ ନେବାକୁ ନିଶ୍ଚିତ କରନ୍ତୁ। ଏହା ସହିତ ବର୍ତ୍ତମାନର ଗ୍ରହ ସଜାଣି ଆପଣଙ୍କ ସପକ୍ଷରେ କାମ କରୁଛି। ଗ୍ରହମାନଙ୍କର ପରିବର୍ତ୍ତନଶୀଳ ଗତି ଆପଣଙ୍କର ଲାଭ ପାଇଁ ସୁଯୋଗ ସୃଷ୍ଟି କରୁଛି। ବିଶେଷ କରି ଆର୍ଥିକ ଲାଭ ପାଇଁ ଅନୁକୂଳ ସମ୍ଭାବନା ସୃଷ୍ଟି କରୁଛି। ତେଣୁ ପ୍ରତ୍ୟେକ କାର୍ଯ୍ୟକୁ ସତର୍କତାର ସହିତ ବିଚାର ଏବଂ ପୂର୍ବ ଚିନ୍ତନ ସହିତ କରନ୍ତୁ। ଆପଣ ପୁରସ୍କାର ପାଇବାକୁ ଯାଉଛନ୍ତି। ଶୀଘ୍ର କାର୍ଯ୍ୟ କରିବା ପରିହାର କରନ୍ତୁ। ଏହା ବ୍ୟତୀତ ଯଦି ଆପଣ କୌଣସି କୋର୍ଟ ସମ୍ବନ୍ଧୀୟ ମାମଲାରେ ଜଡ଼ିତ, ତେବେ ଆପଣ ସେଗୁଡ଼ିକ ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ଏବଂ ସକାରାତ୍ମକ ଖବର ପାଇପାରନ୍ତି। ଏପରି ବିଷୟଗୁଡ଼ିକ ସମ୍ବନ୍ଧରେ ଏକ ବଡ଼ ସଫଳତା କିମ୍ବା ଅନୁକୂଳ ଫଳାଫଳ ଆପଣଙ୍କ ସପକ୍ଷରେ ଆସିପାରେ। ଶେଷରେ ସତର୍କତା ସମ୍ପର୍କରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନିୟମ ଆପଣଙ୍କୁ ପାଳନ କରିବାକୁ ପଡ଼ିବ। ଅପରିଚିତ ଲୋକଙ୍କ ଉପରେ ବିଶ୍ୱାସ କରନ୍ତୁ ନାହିଁ। ସେମାନଙ୍କର କଥା କିମ୍ବା ଯୋଜନା ପାଇଁ ପଡ଼ିବା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ। ଏହା କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଆପଣଙ୍କୁ ଆପଣଙ୍କର କ୍ରୋଧ ଏବଂ ଉତ୍ତେଜନାକୁ ନିୟନ୍ତ୍ରଣରେ ରଖିବାକୁ ପଡ଼ିବ। ଆପଣଙ୍କର ଏହି ସ୍ୱଭାବ ଅନ୍ୟଥା ସୁଗମ ଭାବରେ ଅଗ୍ରଗତି କରୁଥିବା କାର୍ଯ୍ୟଗୁଡ଼ିକୁ ନଷ୍ଟ କରିପାରେ। କ୍ରୋଧ, ଅତ୍ୟଧିକ ଉତ୍ତେଜନା ଏବଂ ଶୀଘ୍ରତାକୁ ଆପଣ ଏଡ଼ାନ୍ତୁ। ଆପଣଙ୍କୁ ପ୍ରତ୍ୟେକ ବିଷୟରେ ଚିନ୍ତାଶୀଳ ଏବଂ ବିଚକ୍ଷଣ ଭାବରେ ଆଗକୁ ବଢ଼ିବାକୁ ପଡ଼ିବ, ନଚେତ୍ ଏହା ଆପଣଙ୍କ ପାଇଁ ଅସୁବିଧାର କାରଣ ହୋଇପାରେ। ସ୍ୱଭାବତଃ ଆପଣ ଏକ ଅତ୍ୟନ୍ତ ଦୟାଳୁ ସ୍ୱଭାବର ଲୋକ। ଅନ୍ୟମାନଙ୍କୁ ସାହାଯ୍ୟ କରିବା ଆପଣଙ୍କ ଚରିତ୍ରର ଅନ୍ତର୍ନିହିତ। ତଥାପି ଏହି ସ୍ୱଭାବ ଆପଣଙ୍କ ପତନର କାରଣ ମଧ୍ୟ ହୋଇପାରେ। ଏପରି ସମୟ ଆସେ ଯେତେବେଳେ ଆପଣ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତି, କେବଳ ବିଶ୍ୱାସଘାତକତା ସହିତ ସମ୍ମୁଖୀନ ହୁଅନ୍ତି। ସତର୍କ ରୁହନ୍ତୁ। ଏହା ଆର୍ଥିକ କାରବାର କିମ୍ବା କୌଣସି ପ୍ରକଳ୍ପରେ କାହା ସହିତ ସହଯୋଗ କରିବା ହେଉ, ସମସ୍ତ ପରିସ୍ଥିତିରେ ସତର୍କ ରୁହନ୍ତୁ। ସଂକ୍ଷେପରେ ଆପଣଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ, କାରଣ ପ୍ରତାରିତ ହେବାର ଆଶଙ୍କା ଅଛି। କାହାକୁ ଆପଣଙ୍କର ଗୁପ୍ତ କଥା ପ୍ରକାଶ କରନ୍ତୁ ନାହିଁ। ଆପଣଙ୍କର ଯୋଜନାଗୁଡ଼ିକ, ଆପଣ କରିବାକୁ ଚାହୁଁଥିବା କାମ କିମ୍ବା ଆପଣ ପରିଦର୍ଶନ କରିବାକୁ ଚାହୁଁଥିବା ସ୍ଥାନଗୁଡ଼ିକ କଡ଼ାକଡ଼ି ଭାବରେ ନିଜ ପାଖରେ ରଖନ୍ତୁ। ଆପଣଙ୍କର କ୍ୟାରିୟର, ବୃତ୍ତିଗତ ଉନ୍ନତି କିମ୍ବା କର୍ମକ୍ଷେତ୍ର ସହିତ ଜଡ଼ିତ ଯେକୌଣସି ଗୁପ୍ତ କଥା ଗୋପନୀୟ ରହିବା ଉଚିତ। ସେଗୁଡ଼ିକୁ କାହାକୁ ପ୍ରକାଶ କରନ୍ତୁ ନାହିଁ, ନଚେତ୍ ଅନ୍ୟମାନେ ପରିସ୍ଥିତିର ଅଯଥା ଫାଇଦା ନେଇପାରନ୍ତି। ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ। ଏହା ବ୍ୟତୀତ ଯଦିଓ ଏହି ସମୟରେ ଆର୍ଥିକ ଲାଭ ପାଇଁ ସୁଯୋଗ ସୃଷ୍ଟି ହେଉଛି, ଆପଣଙ୍କୁ ଏକ ସମୟରେ ଆପଣଙ୍କର ଖର୍ଚ୍ଚ ଉପରେ କଡ଼ା ନଜର ରଖିବାକୁ ପଡ଼ିବ। ବନ୍ଧୁମାନେ, ଆପଣଙ୍କର ଖର୍ଚ୍ଚ ବଢ଼ିପାରେ। ତେଣୁ ନିଶ୍ଚିତ କରନ୍ତୁ ଯେ ଆପଣ ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ବଜାୟ ରଖିବେ। ବିଶେଷ କରି ଯୁବକମାନଙ୍କ ପାଇଁ ଏକ ବିଶେଷ ପରାମର୍ଶ ଦେବାକୁ ଚାହୁଁଛୁ। ଅଯଥା ମନୋରଞ୍ଜନରେ ଆପଣଙ୍କର ସମୟ ନଷ୍ଟ କରନ୍ତୁ ନାହିଁ। ଯେକୌଣସି ମନୋରଞ୍ଜନମୂଳକ କାର୍ଯ୍ୟକଳାପରେ ସାମିଲ ହେବା ଏଡ଼ାନ୍ତୁ, ଯାହା ଶେଷରେ ଅପମାନ କିମ୍ବା ଲଜ୍ଜାର କାରଣ ହୋଇପାରେ। ମୂଳତଃ ଆପଣଙ୍କୁ ଆପଣଙ୍କର ସମୟ ନଷ୍ଟ କରିବା ପରିବର୍ତ୍ତେ ଆପଣଙ୍କର ବ୍ୟକ୍ତିଗତ ବିକାଶ ଏବଂ କ୍ୟାରିୟରର ଉନ୍ନତି ଉପରେ ଧ୍ୟାନ ଦେବାକୁ ପଡ଼ିବ। କୌଣସି ପ୍ରକାରେ ଆପଣଙ୍କର ସମୟ ନଷ୍ଟ କରନ୍ତୁ ନାହିଁ। ଏହା ସହିତ ଆପଣଙ୍କର ପ୍ରେମ ସମ୍ପର୍କ ବିଷୟରେ ଏହା ବୈବାହିକ ସମ୍ପର୍କରେ ସମନ୍ୱୟ ଦ୍ୱାରା ବର୍ଣ୍ଣିତ ଏକ ସମୟ ହେବ।
ଏବଂ ଆପଣ ପାରିବାରିକ ବ୍ୟାପାରରେ ସକ୍ରିୟ ଭୂମିକା ଗ୍ରହଣ କରିବେ। ଘରୋଇ ପରିବେଶ ଆନନ୍ଦିତ ଏବଂ ସୁଖଦ ରହିବ। ଆପଣଙ୍କର ଜୀବନସାଥୀଙ୍କର ଆଚରଣ ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିବ। ଆପଣ ସେମାନଙ୍କର ପୂର୍ଣ୍ଣ ସମର୍ଥନ ପାଇବେ ଏବଂ ସେମାନଙ୍କର ନିଃସ୍ୱାର୍ଥପର ସେବା ମନୋଭାବ ଆପଣଙ୍କୁ ମାନସିକ ଶାନ୍ତି ଏବଂ ସନ୍ତୋଷ ପ୍ରଦାନ କରିବ। ଏହା ଉଲ୍ଲେଖନୀୟ ଯେ କିଛି କ୍ଷେତ୍ରରେ ଆପଣ ଆପଣଙ୍କର ଜୀବନସାଥୀଙ୍କ ସହିତ ସାମାନ୍ୟ କଥା ଉପରେ କିଛି ମଧୁର ଖେଳୁଆଡ଼ ଥଟ୍ଟା ଅନୁଭବ କରିପାରନ୍ତି। ତଥାପି ଶୀଘ୍ର ସବୁକିଛି ସ୍ୱାଭାବିକ ହୋଇଯିବ। ପ୍ରକୃତରେ ଏହା କେବଳ ଆପଣଙ୍କର ପ୍ରେମ ସମ୍ପର୍କକୁ ମଜବୁତ କରିବ। ଆପଣଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଏହା ବ୍ୟତୀତ ଯେଉଁମାନେ ବର୍ତ୍ତମାନ ପ୍ରେମରେ ଅଛନ୍ତି ସେମାନଙ୍କ ପାଇଁ ସେମାନେ ଚାହୁଁଥିବା ସ୍ନେହ ପାଇବାର ଏକ ପ୍ରବଳ ସମ୍ଭାବନା ଅଛି। ପ୍ରେମ ଦୃଷ୍ଟିକୋଣରୁ ଏହି ସମୟ ଆପଣଙ୍କ ପାଇଁ ବହୁତ ଅନୁକୂଳ ହେବାର ପ୍ରତିଶ୍ରୁତି ଦେଉଛି। ବର୍ତ୍ତମାନ ଆପଣଙ୍କ ବ୍ୟବସାୟ ଏବଂ କ୍ୟାରିୟର ସମ୍ବନ୍ଧୀୟ ବିଷୟଗୁଡ଼ିକ ଉପରେ ଆମର ଧ୍ୟାନ ଆକର୍ଷଣ କରନ୍ତୁ। ଯଦି ଆପଣ ଏକ ନୂତନ ଉଦ୍ୟମ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି ତେବେ ମୁଁ ଆପଣଙ୍କୁ ଏହାକୁ ଗମ୍ଭୀରତାର ସହିତ ବିଚାର କରିବାକୁ ପରାମର୍ଶ ଦେଉଛି। ନିକଟ ଭବିଷ୍ୟତରେ ଏହି ପଦକ୍ଷେପ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଲାଭ ପ୍ରଦାନ କରିପାରେ। ଆପଣ ଯୋଜନା କରୁଥିବା ଯେକୌଣସି ପ୍ରକଳ୍ପ ଆରମ୍ଭ କରିପାରିବେ। ବର୍ତ୍ତମାନ ସମୟ ଆପଣଙ୍କର ସପକ୍ଷରେ ଅଛି। ଗ୍ରହ ନକ୍ଷତ୍ର ଗୁଡ଼ିକର ଗୋଚର ଆପଣଙ୍କର ଲାଭ ପାଇଁ କାମ କରୁଛି। ଏହି ସମୟ ମଧ୍ୟରେ ଆପଣ ଯେକୌଣସି କାମ କରିବେ ତାହା ଆପଣଙ୍କୁ ଆର୍ଥିକ ଲାଭ ଆଣିଦେବ। ଏହା ବ୍ୟତୀତ ଆପଣ ଆପଣଙ୍କର ବ୍ୟବସାୟ କ୍ଷେତ୍ରରେ ନୂତନ ପ୍ରକଳ୍ପ ଆରମ୍ଭ କରିବା ପାଇଁ ଉତ୍କୃଷ୍ଟ ସୁଯୋଗ ପାଇବେ। ସଂକ୍ଷେପରେ ଆପଣ ଯଥେଷ୍ଟ ଲାଭ ଅର୍ଜନ କରିବାକୁ ଏବଂ ପ୍ରତିଶ୍ରୁତିପୂର୍ଣ୍ଣ ସୁଯୋଗର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଏହା ସହିତ ଆପଣ ଏହି ସମୟରେ ନିଜକୁ କିଛି ଯାତ୍ରାରେ ବାହାରିବାର ସମ୍ଭାବନା ପାଇପାରନ୍ତି। ଏହି ଯାତ୍ରାଗୁଡ଼ିକ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ। ନିଯୁକ୍ତି ସମ୍ପର୍କରେ ଗ୍ରହ ନକ୍ଷତ୍ର ଗୁଡ଼ିକର ଗୋଚର ଆପଣଙ୍କର ଚାକିରି ପାଇବାର ସମ୍ଭାବନାକୁ ବଢ଼ାଇ ଦେଇଛି। ଯେଉଁମାନେ ବର୍ତ୍ତମାନ ବେକାର ଅଛନ୍ତି ସେମାନେ ନିଯୁକ୍ତି ପାଇବାର ସୁଯୋଗ ପାଇବେ। ଯଦି ଆପଣ ବର୍ତ୍ତମାନ ଚାକିରି ପରୀକ୍ଷା ଦେଉଛନ୍ତି, ଚାକିରି ପାଇଁ କିଛି ସରକାରୀ ପରୀକ୍ଷା ଦେଉଛନ୍ତି ତେବେ ଫଳାଫଳ ଆପଣଙ୍କ ସପକ୍ଷରେ ଆସିବାର ସମ୍ଭାବନା ଅଛି। ଏହା ଏକ ଅତ୍ୟନ୍ତ ଶୁଭ ସମୟ ହେବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଏହା ବ୍ୟତୀତ ଆପଣଙ୍କର ବ୍ୟବସାୟ ସହିତ ଜଡ଼ିତ ହେଉ କିମ୍ବା କେବଳ ବ୍ୟକ୍ତିଗତ ପାଣ୍ଠି ସହିତ ଜଡ଼ିତ, ଯଦି ଆପଣଙ୍କର ବର୍ତ୍ତମାନ କାହା ଦ୍ୱାରା ଅଟକି ରହିଥିବା କିମ୍ବା ଟଙ୍କା ବାକି ରହିଛି ତେବେ ଏପରି ଦୃଢ଼ ସଂକେତ ଅଛି ଯେ ଆପଣ ଏହାକୁ ସଫଳତାର ସହିତ ଫେରସ୍ତ ପାଇପାରିବେ। ଆଶା ହରାଇବାର କୌଣସି ଆବଶ୍ୟକତା ନାହିଁ। ଯଦି ଆପଣ ସଚ୍ଚୋଟ ପ୍ରୟାସ ଜାରି ରଖନ୍ତି ତେବେ ଆପଣ ଆପଣଙ୍କର ଟଙ୍କା ଫେରି ପାଇବାର ସମ୍ଭାବନା ଅଛି। ଏହା ସମ୍ପତ୍ତି ସମ୍ବନ୍ଧୀୟ ମାମଲା ପାଇଁ ମଧ୍ୟ ଏକ ଉତ୍ତମ ସମୟ। କ୍ରୟ, ନିବେଶ କିମ୍ବା ଏକ ନୂତନ ଯାନ କିମ୍ବା ଘର କିଣିବା ପାଇଁ ହେଉ ଗ୍ରହମାନଙ୍କର ଗୋଚର ଏପରି ଅଧିଗ୍ରହଣ ପାଇଁ ଅନୁକୂଳ। ତେଣୁ ଆପଣ ନିଶ୍ଚିତ ଭାବରେ ଏହି ସମୟ ମଧ୍ୟରେ ସୌଭାଗ୍ୟର ସମର୍ଥନ ଉପରେ ଭରସା କରିପାରିବେ। ଆପଣଙ୍କ ପାଖକୁ ଆସୁଥିବା ଯେକୌଣସି ସୁଯୋଗକୁ ଆପଣଙ୍କ ହାତରୁ ଖସିଯିବାକୁ ଦିଅନ୍ତୁ ନାହିଁ। ଶେଷରେ ଆପଣଙ୍କର ସ୍ୱାସ୍ଥ୍ୟ ବିଷୟରେ ଆପଣ ସମ୍ପୂର୍ଣ୍ଣ ଚିନ୍ତାମୁକ୍ତ ରୁହନ୍ତୁ, କାରଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଆପଣଙ୍କର ଶାରୀରିକ ସ୍ୱାସ୍ଥ୍ୟ ଉତ୍କୃଷ୍ଟ ରହିବ ବୋଲି ଆଶା କରାଯାଉଛି ଏବଂ ଆପଣ ନିଜକୁ ଏନର୍ଜେଟିକ୍ ମଧ୍ୟ ଫିଲ୍ କରିବେ। ଅତ୍ୟଧିକ ଚାପ କିଛି ମାନସିକ ଥକାପଣ ଆଣିପାରେ, ତେଣୁ ଅତ୍ୟଧିକ ଚାପ ଠାରୁ ଦୂରେଇ ରୁହନ୍ତୁ। ଚାପକୁ ସମ୍ପୂର୍ଣ୍ଣ ଭାବରେ ଦୂରେଇ ରଖିବା ପାଇଁ ଏକ ସଚେତନ ପ୍ରୟାସ କରନ୍ତୁ। ଆପଣ ଏଥିରୁ ନିଜକୁ ମୁକ୍ତ କରିବାକୁ ଚେଷ୍ଟା କରିବା ଉଚିତ। ମନେ ରଖନ୍ତୁ ଯେ ଯାହା ଘଟୁଛି ତାହା ଶେଷରେ ଭଲ ପାଇଁ ଘଟୁଛି। ଯଦି କିଛି ଭୁଲ ହେଉଥିବା ପରି ମନେ ହୁଏ ତଥାପି ଏହା ଭିତରେ କିଛି ଭଲ ମଧ୍ୟ ଲୁଚି ରହିଛି। ଏହି ସତ୍ୟକୁ ଆପଣ ଗ୍ରହଣ କରନ୍ତୁ ଏବଂ ଚାପମୁକ୍ତ ରୁହନ୍ତୁ। ସବୁକିଛି ଆପଣ ଈଶ୍ୱରଙ୍କ ହାତରେ ଟେକି ଦିଅନ୍ତୁ, କାରଣ ଈଶ୍ୱର ଆମ ପାଇଁ ଯାହା ବି କରନ୍ତି ତାହା ଆମର ମଙ୍ଗଳ ପାଇଁ ହିଁ କରିଥାନ୍ତି, ଭଲ ପାଇଁ ହିଁ କରିଥାନ୍ତି।
କାରଣ ଆମେ ଯାହା ଦେଖିପାରୁନାହୁଁ ତାହା ଈଶ୍ୱର ଦେଖିଥାନ୍ତି। ତେଣୁ ଆପଣ ସମ୍ପୂର୍ଣ୍ଣ ଭାବରେ ଆପଣଙ୍କର ସବୁକିଛିକୁ ଈଶ୍ୱରଙ୍କ ନିକଟରେ ସମର୍ପଣ କରି ଚାପମୁକ୍ତ ରୁହନ୍ତୁ। ବିଶ୍ରାମ ନେବା ପାଇଁ ମଧ୍ୟ କିଛି ସମୟ ନିଅନ୍ତୁ। ଧ୍ୟାନ ଏବଂ ପ୍ରାଣାୟାମ ଅଭ୍ୟାସ କରନ୍ତୁ। ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ। ଏକ ଶୃଙ୍ଖଳିତ ଖାଦ୍ୟ ବଜାୟ ରଖନ୍ତୁ। ଯେତେ ପାରିବେ ବାହାର ଖାଦ୍ୟ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟଠାରୁ ନିଜକୁ ଦୂରେଇ ରଖନ୍ତୁ। ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଖାଆନ୍ତୁ। ଆପଣଙ୍କର ସ୍ୱାସ୍ଥ୍ୟ ନିଶ୍ଚିତ ଭାବରେ ଭଲ ରହିବ।